500 ଟଙ୍କିଆ ନୋଟକୁ ନେଇକି RBI କିଛି ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ଆପଣ ଜାଣି ରଖିବା ନିହାତି ଦରକାର। ଯଦି ଆପଣଙ୍କ ପାଖରେ 500 ଟଙ୍କିଆ ନୋଟ ଉପଲବ୍ଧ ଅଛି, ତେବେ ଆପଣ ଜାଣି ରଖନ୍ତୁ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ RBI ଦ୍ୱାରା 500 ଟଙ୍କିଆ ନୋଟ ସମ୍ବନ୍ଧରେ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମଧ୍ୟ 500 ଟଙ୍କିଆ ନୋଟ ଅଛି, ତେବେ ଆଜି 500 ଟଙ୍କିଆ ନୋଟ ସମ୍ବନ୍ଧରେ ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ଶୁଣି ରଖନ୍ତୁ। ଆସନ୍ତୁ ଆପଣଙ୍କୁ ସମସ୍ତଙ୍କୁ ଜଣାଇବା ଯେ ଭାରତରେ 2000 ଟଙ୍କା ନୋଟ ଉପରେ ନିଷେଧ ଦେଶ ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ 500 ଟଙ୍କିଆ ନୋଟ ସମ୍ବନ୍ଧୀୟ ଅନେକ ପ୍ରକାର ଖବର ଚାଲିଛି। ଏହା ମଧ୍ୟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। RBI ଦ୍ୱାରା 500 ଟଙ୍କିଆ ନୋଟ ସମ୍ବନ୍ଧରେ କେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ତାହା ଜାଣିବା ଆପଣଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। 100 ଟଙ୍କିଆ 200 ଟଙ୍କିଆ 500 ଟଙ୍କିଆ ନୋଟ ଗୁଡ଼ିକ RBI ଦ୍ୱାରା ଜାରି କରାଯାଇଛି। 500 ଟଙ୍କିଆ ନୋଟ ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ନୋଟ। ଅନେକ ଥର ଏହା ଘଟେ ଯେ ATMରୁ ଟଙ୍କା ଉଠାଇଲା ବେଳେ ATMରୁ ଅନେକ ସମୟରେ ନୋଟିସ୍ ବାହାରିଥାଏ। ଏଭଳି ପରିସ୍ଥିତିରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ଏବଂ ସେହି ନୋଟ ଗୁଡ଼ିକ କୌଣସି ସ୍ଥାନକୁ ଯାଆନ୍ତି ନାହିଁ। ଏପରି ପରିସ୍ଥିତିରେ ବର୍ତ୍ତମାନ ଆପଣ ସମସ୍ତଙ୍କୁ କୌଣସି ସମସ୍ୟାର ସାମ୍ନା କରିବାର ଆବଶ୍ୟକ ନାହିଁ। ଆପଣ ଏହି ପ୍ରକାରର ନୋଟ ଗୁଡ଼ିକୁ ସହଜରେ ବଦଳାଇ ପାରିବେ। RBI ନିଜସ୍ୱ ଶବ୍ଦରେ କହିଛି ଯେ ଆପଣଙ୍କ ନିକଟ ଶାଖାକୁ ଯାଇ ସହଜରେ ଏହିପରି ନୋଟ ବିନିମୟ କରିପାରିବେ